ଓଲା ଓ ତୁ ଏଟା କ'ଣ ପଚାରିବୁ ଜାଣିଛୁ? କ'ଣ ପଚାରିବି? ସବୁ ଘର ପଡ଼ିଗଲା, ବିଭୀଷଣ ଘରଟା ପଡ଼ିଲାନି। ସେଇଟା କାହିଁ ପଡ଼ିଲାନି? ହେଁ ତାର କାହିଁ ପଡ଼ିଲାନି? ତାର ତ ଚାଳ ଘର ନା। ଓହୋ ହୋ, ତାର କ'ଣ ପାଇଁ ପଡ଼ିଲାନି? ହଁ ଓହୋ, ମୁଁ ଏଇଟା କହିବୁଲୁ ତୁ ମତେ ପଚାରିଦେଲୁ ରେ। ଆଉ ଆଚ୍ଛା, ସେ ଚାଳ ଘରଟା କ'ଣ ପାଇଁ ପଡ଼ିଲା ନାହିଁ? ଆଚ୍ଛା ଆରେ ଓଲା ଦେଖ, ସେହି ଚାଳ ଘରେ ରାମ ନାମ ଜାଣ, କାନ୍ଥ ବାଡ଼ରେ ରାମ ନାମ ଥିଲା ଜାଣ। ଆରେ କାନ୍ଥରେ ରେ ବାବୁ ରାମ ନାମ ଲେଖା ଥିଲା। ଆଚ୍ଛା ଦାଣ୍ଡ ଦୁଆରେ ତୁଳସୀର ଚଉରା, ଆଚ୍ଛା ଦାଣ୍ଡ ଦୁଆରେ ତୁଳସୀ ଚଉରା ଥିଲା। ତେଣୁ କରି ଅଗ୍ନି ସେ ଘର ନ ପୋଡ଼ିଲା। ଲାଗି 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 ଯାଉ। ତେଣୁ କରି ଅଗ୍ନି ବାବୁ ସେ ଘର ନ ପୋଡ଼ିଲା। ଓଲାରେ ଓ ସେ ଘରେ ରାମ ନାମ ଲେଖା ଥିଲା କାନ୍ଥରେ, ଆଚ୍ଛା ଦାଣ୍ଡରେ ଗୋଟେ ତୁଳସୀ ଚଉରା ଥିଲା। ଅଗ୍ନି ପୋଡ଼ି ପୋଡ଼ି ଗଲା ସତରେ, ରାମ ନାମ ଥିବା ଯୋଗୁଁ ସେ ଘରଟି ପୋଡ଼ିଲା ନାହିଁ। ସେଇଟା ଆଉ ମାରିଲାନି। ରାମ ନାମର ମହିମାରେ ଏମନ୍ତ ଯେ ଜାଣ, ରାମ ନାମ ଠାରୁ ବଡ଼ ଅଛି କେ ଜଗତେଣ। ଆଚ୍ଛା ରାମ ଯେ ରାମ 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 ଶ୍ରୀରାମ ନାମ ନାମ, ଯେଉଁ ନାମ ଧଇଲେ ନଦନ୍ୟ କାଳ ଜମ। ଠିକ ସେହି ଶ୍ରୀହରି ରାମକୁ ଏକାରେ ଜପୁଥିବୁ ମନ, ଅଶେଷ ଦୁରିତ ମାନ ହୋଇବ ଦହନ। ଯୋଗୀ ଜନ ମାନଙ୍କର ପରମ କାରଣ, ସନ୍ଥ ଜନ ମାନଙ୍କର ଦୁରିତ ନିବାରଣ। ସେ ରାମ ନାମର ମହିମା ଅନେକ। ରାମ ନାମର ଶବ୍ଦ ଏତେ ଟାଣ, ତୁ ରାମ ନାମ ଧରିଦେଲେ ତତେ ଅଗ୍ନି ପଡ଼ିବ ନାହିଁ, କି ଜଳ ବାଧିବ ନାହିଁ, କି ଚକ୍ର କାଟିବ ନାହିଁ। ଏ ରାମ ନାମର ମହିମା ହେଲା ଏମନ୍ତ। ଓଲା ଓ ମୁଁ ଗୋଟେ କଥା କହୁଛି, ତୁ ଯଦି ରଖିପାରିବୁ, ହଁ ବେଶୀ ଦିନ ନାହିଁ, 90ରୁ 108 ଦିନ ଭିତରେ ତୁ ପ୍ରତ୍ୟେକ ଦିନ କ'ଣ କରିବୁ ଜାଣିଛୁ? 90ରୁ 108। 90ରୁ 108 ଦିନ ଭିତରେ ମୁଁ ଯୋଉଟା କହୁଛି ସେଟା କରିକି ଦେଖ। ତୁ ଗୋଟେ ଡାଏରୀ ବାହାର କରିବୁ। ସବୁ 18 ଦିନ। 90 ଦିନରୁ 108 ଦିନ ଭିତରେ ହଁ ଆଉ କେତେ ଦିନ ହେଲା କି? 18 ଦିନ ହେଲା। ଗୋଟେ ଡାଏରୀଟେ ବାହାର କରିବୁ, ନୂଆ ଡାଏରୀଟେ ଆଣିବୁ, ନହେଲେ ଗୋଟେ ଖାତାଟେ ଆଣିବୁ, ପତଳା ଖାତାଟେ ଆଣିବୁ। ଓ ଖାତା ଆଣି, ମୁଁ କହିଲି ଡରି ହେଲୁ, ମୁଁ କହିଲି ପେଣ୍ଟର ଡରି ଆଣି। ଆରେ ଗୋଟେ ପତଳା ଖାତାଟେ ଆଣିବୁ, ଆଚ୍ଛା ଆଚ୍ଛା ନହେଲେ ଗୋଟେ ଡାଏରୀ ଆଣିବୁ, ଆଣିବି। ପେନ୍ଟେ ରଖିବୁ। ପେନ୍? ସେ ପେନ୍ ଦ୍ୱିତୀୟ ବାର ଆଉ କାହାର ଲେଖିବୁନି। ହଁ ଯୋଉ ପେନ୍ଟା ଆଣିବୁ, ନୂଆରେ କିଣିକିରି ଆଣିଥିବୁ ସେ ପେନ୍ଟା ସେ ଖାତାରେ ରଖିଥିବୁ। ହଁ ହଁ ମୁଁ ଯୋଉଟା କହୁଛି ସେଟା କରିବୁ। ଶ୍ରୀରାମ 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 ତିନିଟା ଲେଖିବୁ, ବେଶୀ ଦରକାର ନାହିଁ। ଠିକ ଦିନକୁ 3ଟା। ତୁ ଯଦି ପାରିବୁ 21, 108 ତୁ ଯେତିକି ଲେଖିପାରିବୁ, କିନ୍ତୁ 3ରୁ କମେଇବୁନି। 108 ଦିନ ପରୀକ୍ଷା କରେ ଏ ଭଗବାନ ନାମର ମହିମା କେତେ ଅଧିକ, ତାପରେ ମୋ ନାମ ତୁ ପଛେ ଚିନ୍ତା କରିବୁ। ବେଶୀ ନା ଗୋଟେ ଖାତାରେ 3ଟା ଶ୍ରୀରାମ ଶ୍ରୀରାମ ଖାଲି ଲେଖେ, ଦିନକୁ 3ଟା ଲେଖେ ଲେଖିବୁ। 3ଟା ଲେଖିବୁ। 90ରୁ 108 ଦିନ ଭିତରେ ତୁ ଯୋଉଟା ମନସ୍କାମନା କରିବୁ, ତୋର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହବ। ହେଇଯିବ। ଇଏ ହଉଛି ଭଗବାନଙ୍କର ନିୟମ, ଭଗବାନଙ୍କର କଥା, ଗୋଟେ ଅନ୍ୟଥା ହୋଇନି। ଯାଉ ଯାଉ ଆରମ୍ଭ କରିବି। ଓଲା ଓଲୋ ଓରେ ଯେତେବେଳେ ରାମ ନାମ ଥିଲା, କାନ୍ଥ ବାଟ ଲେଖା ଥିଲା ରାମ ନାମ ବିଭୀଷଣଙ୍କର ଗୃହରେ। ଆଚ୍ଛା ଆଚ୍ଛା ତୁଳସୀ ଚଉରାଟିଏ ଥିଲା ଦାଣ୍ଡ ଦୁଆରେ, ଦାଣ୍ଡରେ। ତେଣୁକରି ଅଗ୍ନି କାଟିଲା ନାହିଁ। ସେ ରାମ ନାମର ମହିମା ଏମନ୍ତ। ସେମିତି ଉପସ୍ଥିତ ମୋର ପଣ୍ଡିତ ବର୍ଗ, ରାମ କହୁଛନ୍ତି ରାବଣକୁ, ହେ ରାବଣ, ରାବଣ ତମେ ଗୋଟେ ଘର ବି 2ଟା ଘର ପୋଡ଼ିନ, 749ଟା ଘର ପୋଡ଼ିଦେଲ। ପୋଡ଼ିଦେଲ। ରାବଣ କହିଲା, ମୁଁ କେମିତି ପୋଡ଼ିଲି ହେ? ମୁଁ କେମିତି ପୋଡ଼ିଲି? ନାଇଁ, ମତେ ମରିବା ସମୟରେ କାହିଁକି ଏପରି କଷ୍ଟ ଦଉଛନ୍ତି ପ୍ରଭୁ? ହନୁମାନ ପୋଡ଼ିଲା ସିନା। ରାମଚନ୍ଦ୍ର କହିଲେ, ରାବଣ ସେଠି ଅଗ୍ନି ଲଗେଇଲା କିଏ? ନା ଦୂତମାନେ ଲଗେଇଲେ, ମୁଁ ଲଗେଇନି ପ୍ରଭୁ। ନା କହିଲା କିଏ? ମୁଁ କହିଲି। ତମେ ଆଦେଶ ଦେଇଛ ତ, ସେ ଆଦେଶ ଦବା ଯୋଗୁ ପାପଟି ଲାଗିଲା ତୁମକୁ। ଆରେ ଉଲ୍ଲା, ଓ ତୁ ମାରେ ବୋଲି କହିଦେଲୁ ବୋଲି ସେ ତତେ ଗଡ଼ି ଗଡ଼ି ତୋ ପାଖକୁ ପଳେଇ ଆଇବ। ଯିଏ ମାରିଥିବ ସିଏ ଖସିଯିବ ଦରକାର ପଡ଼ିଲେ, ତୁ ଯୋଉ ଭିତରକୁ ପଇଯିବୁ ରେ ପୁଅ। ତାକୁ ମାରିଦିଅ ବୋଲି ଖାଲି କହିଦେବୁ, ସେ ମାରିଦେଇ ପଳେଇ ଆଇବ। କିଏ କହିଲା ମାରିବାକୁ? ନା ଉଲ୍ଲା କହିଲା। ତତେ ନେଇଯିବ ସେ ଭିତରକୁ ରେ ପୁଅ। ଇଏ ହଉଛି ନ୍ୟାୟ, ନ୍ୟାୟ ସମ୍ମତ। 14 ଜେଲ ଭିତରେ ମୁଁ କହିବି। ଉପସ୍ଥିତ ମୋର ପଣ୍ଡିତ ବର୍ଗ, 5 ଗୋଟି ପାପକୁ ରାବଣ ମାନିଲା। ହଁ ପ୍ରଭୁ, ଆଚ୍ଛା ମୁଁ କହିଥିଲି ଅଗ୍ନି ସଂଯୋଗ କରିବା ପାଇଁ, ଠିକ। ଏଥିରେ ପାପ ମୋର ଲାଗିଲା, ମୁଁ ଜାଣିନଥିଲି ପ୍ରଭୁ। ନା 5 ଗୋଟି ପାପ ହେଇଗଲା। ହଁ ଆଉ ଗୋଟେ ପାପ କଣ ରେ? କଣ? ନା ଜାମାତା ନିଧନଂ। এইটা কেন? ଜାମାତା ବୋଇଲେ କଣ ରେ? କଣ? ନିଜ ଭଗ୍ନି ସ୍ୱାମୀ କୁରେ ଜାମାତା କହଇ, ନିଜ ଭଗ୍ନିର ସ୍ୱାମୀ କୁରେ ଜାମାତା କହଇ,
ଭଗ୍ନି ସ୍ୱାମୀ କୁରେ ଯେହୁ ଦଣ୍ଡରେ ଉଠାଇ ହଉ ହଉ ତାହାର ବଂଶ ବୁଡ଼ିଯିବ ତହିଁ ତାହାର ବଂଶ ବୁଡ଼ିଯିବ ତହିଁ ଓଲାରେ ଓ ଯିଏ ପରର ନିଜର ଭଗ୍ନୀର ସ୍ୱାମୀକୁ ବିନାଶ କରେ করে ଭଗ୍ନୀର ସ୍ୱାମୀକୁ କଟୁକ୍ତି କଥା କହେ ଭଉଣୀର ସ୍ୱାମୀକୁ ବାଧିଲା ଭଳି କଥା କହେ କହେ। ତାକୁ ଚାପଟାରେ ବାଡ଼ିଲେ ମଧ୍ୟ ମହାପାପ ପାପ। ତାକୁ ଯଦି ବିନାଶ କରିଦବୁ ତାହେଲେ ତୋର ବଂଶ ବୁଡ଼ିଯିବ মহাপাপ